ବାସନ୍ତିକ ଦୁର୍ଗା ପୂଜାର ଆଜି ହେଉଛି ତୃତୀୟ ଦିନ। ବସନ୍ତରେ ଏହି ପାର୍ବଣ ଗୋଟେ ଅପୂର୍ବ ପୁଲକ ମନରେ ଭରିଦିଏ। ଏହି ସମୟରେ ଆମେ ବାଙ୍କି ମା ଚର୍ଚ୍ଚିକାଙ୍କ ମନ୍ଦିରକୁ ଯାଇପାରିଥିବାରୁ ନିଜକୁ ଧନ୍ୟ ମନେ କରୁଥିଲି। ଆଉ ମାଆଙ୍କ କୃପା ପାଇଥିବାରୁ ମାଆଙ୍କ ପାଦ ତଳେ ଶତ କୃତଜ୍ଞତା ଜ୍ଞାପନ କରୁଥିଲି। ପ୍ରକୃତରେ ଆମେ ଯାଇଥିଲୁ ମୁଁ ମାନେ ଆମ ପରିବାର ଆଉ ମୋ ନଣନ୍ଦଙ୍କ ପରିବାର। ବହୁତ ଶୀଘ୍ର ବାହାରିଥିବାରୁ ମୁଁ ଘରେ ଫୁଲ ଗୁନ୍ଥି ପାରିନଥିଲି। ଫୁଲ ସବୁ ତୋଳି ନେଇ ଯାଇଥିଲି। ଅନେକ ଥର ଅନେକ ଜାଗାରେ ମୁଁ ଫୁଲ ଗୁନ୍ଥିଛି, ହେଲେ ଆଜି ମା ଚର୍ଚ୍ଚିକାଙ୍କ ପୀଠରେ ଫୁଲ ଗୁନ୍ଥିବାର ସୁଯୋଗ ପାଇ ମୋତେ ବହୁତ ଖୁସି ଲାଗୁଥିଲା। ଏତେବେଳକୁ ଆଉ ଗୋଟିଏ କାର୍ଯ୍ୟକ୍ରମ ପାଇଁ ସମସ୍ତେ ବାହାରି ଯାଇଥିଲେ, ମାନେ ଜାଁ ବାଳ ପକାଇବାର କାର୍ଯ୍ୟକ୍ରମ। ଏଇ ପୁଅ ଜଣକ ଆସି ମୋତେ ଆହୁରି ଗୁଡ଼ାଏ ଫୁଲ ଦେଇଦେଲେ। ମୁଁ ବହୁତ ଖୁସି ହେଲି। ସତରେ ମାଆର ଆଶୀର୍ବାଦ ହିଁ ଥିଲା ଦି ଛୁଆଙ୍କ ପାଇଁ 2ଟି ମାଳ ଗୁନ୍ଥିବାକୁ। ମୁଁ ଭାବୁଥିଲି ମା ଫୁଲ ପାଇବ କି ନାହିଁ। ଠିକ୍ ଏତିକିବେଳକୁ ସେ ପୁଅ ଆସି ମୋତେ ଫୁଲତକ ଦେଇଗଲେ। ଭାଇ ଭଉଣୀ ମୋ ପାଖରେ ବସିଥିଲେ, ଆଉ ମୁଁ ମାଳ ଗୁନ୍ଥୁଥିଲି। ଏତିକିବେଳକୁ ଯାଜପୁର ନିକଟରୁ ଆସିଥିବା ଏଇ 3 ଯାଆ ମୋ ପାଖକୁ ଆସିଲେ। ମୁଁ ଜାଣିଲି ସେମାନେ ମୋ ଜୀବନ ସରାଗ ପରିବାରର। ସେତିକିବେଳକୁ ପୂଜାର୍ଚ୍ଚନା ଚାଲିଥିଲା। ଯେହେତୁ ବାସନ୍ତିକ ଦୁର୍ଗା ପୂଜା ସମୟ ଚାଲିଛି, ସେଥିପାଇଁ ମାଆଙ୍କର ଭିନ୍ନ ଭିନ୍ନ ପ୍ରଥା ଅନୁଯାୟୀ ପୂଜା ଚାଲିଥିଲା। ଏତେବେଳକୁ ଆମ ନାଣ୍ଡି ହେଇକି ଚାଲି ଆସିଥିଲା। ଏ ନାଣ୍ଡି ହେଉଛି ମୋର ଭାଣିଜୀଙ୍କ ଝିଅ। କହିଥିଲି ନା, ମୁଁ ଆଉ ମୋ ପରିବାର ଆଉ ମୋ ନଣନ୍ଦଙ୍କ ପରିବାର ଆମେ ଯାଇଥିଲୁ। ନାଣ୍ଡି ହେଉଛି ଆମ ନଣନ୍ଦଙ୍କ ବଡ଼ ଝିଅର ଝିଅ। ମୋର ସେ ଝିଆରୀ ଭାଣିଜୀ, ଇଏ ତାଙ୍କ ସାନ ଝିଅ। ମଝିଆ ଝିଅ ଆସିପାରିନଥିଲେ। ମୋ ଝିଅ କିଛି ଭଲ କଥା ଶିଖନ୍ତୁ। ଇଏ ବି ମୋ ଜୀବନ ସରାଗ ପରିବାରର। ଏମାନେ ବାପା ଆଉ ଝିଅ ଆସିଥିଲେ। ଉଭୟ ମୋର ଭିଡ଼ିଓ ଦେଖନ୍ତି। ମଝିରେ ମଝିରେ ନିଜ ପରିବାର ସହିତ ମୋ ଜୀବନ ସରାଗ ପରିବାର ମୋତେ ସବୁବେଳେ ଆତ୍ମହରା କରିଥାଏ। ପୁଣି ଗୋଟେ ଫଟୋ ବି ମୁଁ ଆସି ଉଠାଉଥାଏ, କାହିଁକିନା ବ୍ୟସ୍ତତା ଭିତରେ ହୁଏତ କେଉଁ ନିଜ ଲୋକ ସାଙ୍ଗେ ମୁଁ ଫଟୋ ଉଠାଇ ପାରିବିନି, ବା କିଏ ମୋତେ କହିଲେ ସେମାନଙ୍କର ଫଟୋ ବି ମୁଁ ଉଠାଇ ଦେଉଥାଏ। ଓହୋ, ଏଇ ଫଟୋ ବୋଧେ ପୁଣି ଥରେ ରହିଯାଇଛି। ହଁ, ଏମାନେ 3 ଯାଆ ଯାଜପୁର ପାଖରୁ ଆସିଥିଲେ ଆମ ଜୀବନ ସରାଗ ପରିବାରର। ଠିକ୍ ଅଛି, ଯଦି ଦେଖୁଥିବେ ସେ ଭଉଣୀମାନଙ୍କୁ କହିବି କମେଣ୍ଟ କରିବାକୁ। ଆଉ ଏତିକିବେଳକୁ ମୋ ବୋଉ ଦିହେଁ କହିଲେ, ବୋଉ ଆମେ ଗୋଟେ ରିଲ୍ସ କରିବା। ଠିକ୍ ଅଛି, ରିଲ୍ସ ଡିପାର୍ଟମେଣ୍ଟଟା ତ ତାଙ୍କର। ତାଙ୍କ ସାଙ୍ଗେ ରିଲ୍ସ କରିକି ଆସି ମୁଁ ଏଇ ଭଜନ କୀର୍ତ୍ତନ ଶୁଣୁଥିଲି। ଆଧ୍ୟାତ୍ମିକ ଭରା ପରିବେଶ ମୋତେ ଆନମନା କରୁଥିଲା। କେତେ ବୈଚିତ୍ର୍ୟମୟ ଜୀବନ ମୋତେ ଦେଇଛନ୍ତି ପ୍ରଭୁ। ମୋର ଗୁରୁଙ୍କର କୃପା ହିଁ ମୋ ଜୀବନର ପାଥେୟ ବୋଲି ମୁଁ ମନେ କରେ। ସେଇଠି କିଛି କ୍ଷଣ ପାଇଁ ଗୋଟିଏ ଘଟଣାରୁ ମୁଁ ଆନମନା ହେଇଗଲି। ହଉ, ଏ ଜୀବନରେ କେତେ ଘଟଣାର ମୁଁ ସମ୍ମୁଖୀନ ହେଲିଣି। ଆଉ କ'ଣ ଦେଖିବାକୁ ଅଛି? ଯାହା ଠାକୁରଙ୍କ ଇଚ୍ଛା ଥିବ ତାହା ହିଁ ଦେଖିବି। ମୁଁ ଗୋଟିଏ ମଣିଷ ମାତ୍ରକେ ଭୁଲ ଥାଏ। ମୁଁ ଯେ ଗୋଟେ ନିର୍ଭୁଲ ମଣିଷ କେବେ ହେଲେ କହିନାହିଁ, କିନ୍ତୁ ସବୁବେଳେ କହିଛି ଯେପର୍ଯ୍ୟନ୍ତ ମୋ ଭୁଲ ମୋତେ ଠିକ୍ ଭାବେ ନ ସୂଚାଯାଇଛି, ମୁଁ କେମିତି ଜାଣିବି କେଉଁଟା ମୋର ଭୁଲ? ସିଏ ଥିଲେ ମୋର ସମୁଦୁଣୀ। ଇଏ ତାଙ୍କ ସାଙ୍ଗେ ଦେଖା କରିନଥିଲେ। ସମୁଦୁଣୀ ମାନେ ମୋ ଭାଣିଜୀଙ୍କ ଶାଶୁ। ସେଇଥିପାଇଁ ତାଙ୍କୁ ଯେଉଁ ନମସ୍କାର ହେଲେ ମୋ ପାଖରେ ଯିଏ ବସିଥିଲେ ସିଏ ହେଉଛନ୍ତି ମୋ ଭାଣିଜୀଙ୍କ ଶାଶୁ। ଆଙ୍କୁ ମୁଁ କହିଲି, ତୁମର ଇଚ୍ଛା ହେଉନି ମୋ ସାଙ୍ଗେ ଗୋଟେ ଫଟୋ ଉଠାଇବାକୁ? ସବୁବେଳେ ମୁଁ ତୁମକୁ ଫଟୋ ଉଠାଇବାକୁ ହିଁ ଖୁସାମତ କରେ। ତାପରେ ସେ ଭାଇ ଭଉଣୀଙ୍କର ଏଇ ସୁନ୍ଦର ଭଙ୍ଗୀରେ ବସିଥିବାର ଫଟୋଟିଏ ମୁଁ ନିଜେ ଯାଇ ଉଠାଇଦେଲି। ଆଉ ମୁଁ ତାଙ୍କ ପାଖେ ଗେଞ୍ଜି ହେଇ ପଡ଼ି କହିଲି, ତମେ ଦିହେଁ ନିଜର, ମୁଁ ପର ନା, ମୋତେ ତ କାହିଁ ଡାକିଲନି? ଏଇଆ କହି ବୋଉମାନଙ୍କ ହାତରେ ଫଟୋଟି ଉଠାଇଲି। ତାପରେ ଆମେ ବାହାରିଗଲୁ ମନ୍ଦିର ବେଢ଼ା ପରିକ୍ରମା କରିବାକୁ। ବେଢ଼ା ପରିକ୍ରମା କରିସାରି ଆମେ ସେଠି ବସିଛୁ। ଦୂରରୁ ହସି ହସି ଏଇ ଝିଅ ଜଣକ ମୋ ପାଖକୁ ଆସିଲେ। ମୋତେ କ'ଣ ଆଉ ଜାଣିବାକୁ ସମୟ ଅଛି, ଡେରି ଲାଗୁଛି? ମୁଁ ଜାଣିଦେଲି ଇଏ ବି ମୋର ଜୀବନ ସରାଗ ପରିବାରର ଜଣେ ଝିଅ। ଏଇ ଜିନିଷଟି ମୋତେ ବହୁତ ଆନନ୍ଦିତ କରେ। ଯୁଆଡ଼େ ଗଲେ ବି କେହି ଜଣେ ଅଚିହ୍ନାର ସ୍ନେହ ତାଙ୍କ ପାଖକୁ ଟାଣି ନିଏ, ସେ ମୋ ପାଖକୁ ଆସନ୍ତି। ତାଠୁ ଖୁସି ବା ଆଉ କ'ଣ ଥାଇପାରେ? ସୁଲୁ ଆଉ ନିଣ୍ଟୁ ସାଙ୍ଗରେ ମୁଁ ଏପର୍ଯ୍ୟନ୍ତ ଫଟୋଟିଏ ବି ଉଠାଇ ନଥିଲି। ଆଉ ସବୁବେଳେ ମନ ଭିତରେ ଝୁରୁଥିଲି ଗୁଟୁ ଆଉ ମାଳିକୁ। ଆଈ ବା ଜେଜେମା ହେଲା ପରେ ମୋ ମନ ଚାହେଁ ମୁଁ ଯୁଆଡ଼େ ଯାଆନ୍ତି ଏ 5 ଜଣ ମୋ ସାଙ୍ଗରେ ଥାଆନ୍ତେ କି? ତା କ'ଣ ସମ୍ଭବ? ଯାହା ବି ହେଉ, ଯେତିକି ବି ସେମାନଙ୍କର ସାନ୍ନିଧ୍ୟ ପାଉଛି ମୁଁ ନିଜକୁ ଧନ୍ୟ ମନେ କରୁଛି। ଏଇସବୁ ଭିତରେ ଖାଇବା ସମୟ ହେଇଯାଇଥିଲା, ଆଉ ଆମେ ପ୍ରସାଦ ସେବନ କରିବାକୁ ଗଲୁ। ହେଲେ ଏତେ ସବୁ କାମ କାହିଁକି ହେଉଛି ମୁଁ ଏପର୍ଯ୍ୟନ୍ତ ଆପଣଙ୍କୁ କହିନି।
4.5 ବର୍ଷ ତଳେ ଏ ଝିଅର ଜନ୍ମ ହେଉଛି ନଭେମ୍ବରରେ, ଆଉ ଆମ କୁନିର ଜନ୍ମ ହେଉଛି ଡିସେମ୍ବରରେ। ଗୋଟିଏ ମାସର ଅନ୍ତର। କୁନି ଆଉ ନିଣ୍ଟୁର ବୟସର ପାର୍ଥକ୍ୟ ତ ବହୁତ କମ୍ ଥିଲା। ନିଣ୍ଟୁ ଯେତେବେଳେ ଛୋଟ ଥିଲା, କୁନି ଗର୍ଭାବସ୍ଥାରେ ଥିଲା, ଟିକିଏ ବିଶ୍ରାମ ପାଇଁ ଆମ ଲିପି ତାଙ୍କ ବାପ ଘରକୁ ଯାଇଥିଲା। ଯେହେତୁ ଅସୁସ୍ଥତା ଯୋଗୁଁ ଯାଇଥିଲା, ତା ପାଖକୁ ଟିକେ ଯିବାକୁ ଇଚ୍ଛା କରୁଥିଲି। ଏହି ସମୟରେ ଅପା ଆମ ଘରକୁ ଆସିଥିଲେ। ଆମେ ଦୁହେଁ ଠିକ୍ କଲୁ ଚର୍ଚ୍ଚିକାକୁ ଦର୍ଶନ କରିବୁ ଆଉ ଲିପିକୁ ଦେଖି ଆସିବୁ। ସେତେବେଳେ ବି ଶାରଦୀୟ ଦୁର୍ଗା ପୂଜାର ପାର୍ବଣ ସମୟ ଥିଲା। ଆମେ ଦୁହେଁ ମାଆଙ୍କ ପାଖେ ପ୍ରାର୍ଥନା କରିଥିଲୁ। ଅପାଙ୍କର ଗୋଟିଏ ନାତି ଥିଲା, ମୋର 4ଟି ନାତି ଥିଲେ। ଆମେ ଦୁହେଁ ପ୍ରାର୍ଥନା କରିଥିଲୁ ଆମର ନାତୁଣୀ ଗୋଟେ ଗୋଟେ ହଉ। ସତରେ କୃପାମୟୀ ମା ଆମ ଦୁହିଁଙ୍କ ମନସ୍କାମନା ପୂର୍ଣ୍ଣ କଲେ। ହେଲେ ଆମର ଏଇ ଭୋଜି କାର୍ଯ୍ୟକ୍ରମ ବା ଏଇ ଯେଉଁ ପୂଜାର୍ଚ୍ଚନା ଆଉ ପ୍ରସାଦର ବ୍ୟବସ୍ଥା କରିବାଟା ଗଡ଼ି 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 ଆସି 5 ବର୍ଷରେ ପହଞ୍ଚିଗଲା, 4.5 ବର୍ଷରେ ପହଞ୍ଚିଗଲା। ଭଲରେ ସବୁ ବନ୍ଧୁବାନ୍ଧବଙ୍କୁ ଧରି କରିବୁ ବୋଲି କେତେବେଳେ ଯୋଗ ପଡ଼ିଲାନି। ହେଇ ଦେଖୁନାହାନ୍ତି ଖାଇବାରେ କ'ଣ କ'ଣ ହେଇଥିଲା। ଡାଲମା, ଭାତ, ଖଟା, ଶାଗ, କ୍ଷୀରି। ଖାଇ ଦେଇକି କୁନି ଆମର କେମିତି ନାଚୁଛି ଦେଖନ୍ତୁ। ହଁ, କେତେବେଳେ ବି ହେଇପାରିଲାନି। ମଝିରେ ତ ମୋ ଯା'ଙ୍କର ଦେହାନ୍ତ ହେଇଗଲା, ତେଣୁ ଆଉ ଭୋଜି ଭାତ ଠିକ୍ସେ ହେଇପାରିଲାନି। ତାପରେ ଆମେ ନଣନ୍ଦ ଭାଉଜ ଠିକ୍ କଲୁ ଯେମିତି ବି ହଉ ମାଆଙ୍କର ଏ ଋଣ ଆମେ ପରିଶୋଧ କରିବୁ। ସେଇଥିପାଇଁ ଆଜି ଆମେ ସେଠିକି ଯାଇଥିଲୁ। ମୋ ଗୁଲୁରି ବି ଆସିପାରିନଥିଲା। ମାଳି ତ ଦାନ୍ତ ଭାଙ୍ଗିକି ଅଛି, ଦାନ୍ତ କାମ ହେଇନି, ସେମାନଙ୍କୁ ବି ଆଉ ଡାକିଲିନି। ଏମାନେ ଡ୍ୟୁଟିରୁ କିଛି ସମୟ ପାଇଁ ଆସିଥିଲେ, ଚୁଙ୍ଗା ଆଉ ବାବାଇ। ଆଉ ଜାଙ୍ଗୁ ବି ଆସିପାରିନଥିଲା। ଗୁଟୁ ତା ମାମୁଁ ଘରକୁ ଯାଇଥିବାରୁ ଆସିନଥିଲା। କିନ୍ତୁ ଏଇଠି ଗୋଟେ ବିଚିତ୍ର ଘଟଣା ଘଟିଲା। ଭଲ ହେଲା ସେ ଘଟଣାଟି ଘଟିଲା। ମୁଁ ମାଆଙ୍କୁ ଏଇଠି ନିବେଦନ କଲି, ମା, ତୋ ଆଖି ସାମ୍ନାରେ ଯାହା ଘଟିଲା, ଯାହାକୁ ସବୁ ତୁ ଦେଖିଲୁ, କାହାର ଭୁଲ କାହାର ଠିକ୍ ତୁ ହିଁ ନିର୍ଣ୍ଣୟ କରିବୁ। ଜଣେ ମା ହିସାବରେ ମୋର ପୁଅ ଝିଅ ବା ଜୋଇଁ ବୋହୂ ଏମାନଙ୍କଠୁ ସାଧାରଣ ସମ୍ମାନ ଟିକେ ଆଶା କରିବା ନିହାତି ଯୁକ୍ତିସଙ୍ଗତ ବୋଲି ମୁଁ ମନେ କରେ। କାହିଁକି ନା ବୟସରେ ମୁଁ ବଡ଼, ସେମାନଙ୍କର ମୁଁ ମାତୃସ୍ଥାନୀୟ। ମୋର ଭୁଲ ହଉ ବା ଠିକ୍ ହଉ, ସେମାନେ ଭୁଲ କରିବା କ'ଣ ଉଚିତ? ସେମାନେ କ'ଣ ଉପଯୁକ୍ତ ସମ୍ମାନ ଟିକେ ଦେବା ଉଚିତ ନୁହେଁ? ଏଇଭଳି ଅନେକ ପ୍ରଶ୍ନ ମୋ ମନକୁ ଆସିଲା। ମୋ ମନର ସବୁ ବ୍ୟଥା ମୁଁ ମାଆଙ୍କୁ ଜଣାଇଲି। ଭାବିଲି ସତରେ ପରିବାର ଭିତରେ ହୁଏତ ମୁଁ କେଉଁଠି ସ୍ନେହ ମମତା ପାଉନି ବା ଉପଯୁକ୍ତ ସମ୍ମାନ ପାଉନି, କିନ୍ତୁ ଏ ସଂସାରରୁ ଆପଣମାନେ ମୋତେ ଯେଉଁ ସ୍ନେହ ସୌହାର୍ଦ୍ଦ୍ୟ ଦେଉଛନ୍ତି, ସେଇଟା ମୋତେ ଖୁବ୍ ଆନନ୍ଦ ଦେଉଛି, ଖୁବ୍ ଶକ୍ତିଶାଳୀ ବି କରୁଛି। ଏତିକିବେଳକୁ ଏଇ ପୁଅଙ୍କ ସାଙ୍ଗେ ଦେଖା ହେଲା। ସେ ବିଇଡ଼ି କରୁଛନ୍ତି ଆଉ ଆମ ଜୀବନ ସରାଗ ପରିବାରର ଜଣେ ଅନ୍ତରଙ୍ଗ ସଦସ୍ୟ। ବାବାଇ ଲିପି କହିଲେ ଆମର ଏପର୍ଯ୍ୟନ୍ତ ଫଟୋ ଉଠିନି, ତେଣୁ ମଝିରେ ଦେଖିଥିବେ ବାବାଇ ଲିପିଙ୍କର କେତେ ଗୁଡ଼ିଏ ଫଟୋ ଆମେ ଉଠେଇଦେଲୁ। ଆଉ ଯେତିକି ଜଣ ଥିଲୁ ମିଶିକି ଗୋଟେ ଗ୍ରୁପ୍ ଫଟୋ ଉଠେଇଲୁ। କାହିଁକିନା ଅଲଗା ଅଲଗା ଗାଡ଼ିରେ ଅଲଗା ଅଲଗା ସମୟକୁ ଆଡ଼ଜଷ୍ଟ କରିକି ଆମେ ସବୁ ଯାଇଥିଲୁ। କିଏ ଆଗରେ ଆସିଲା ତ କିଏ ପଛରେ ଆସିଲା। ଅନେକ ଅନୁରୋଧ ସତ୍ତ୍ୱେ ଏଇ ଛୁଆ ଦିଙ୍କର ବନ୍ଧୁତ୍ୱ ପୁଣି ଆମ ଘରକୁ ସମସ୍ତଙ୍କୁ ଟାଣି ଆଣିଲା। ସେମାନେ ମୋଟେ ବି ରାଜି ହେଉନଥିଲେ ଘରକୁ ଆସିବାକୁ, କିନ୍ତୁ ଏ ଦୁଇ ଝିଅ ଏତେ ସାଙ୍ଗ ହେଇଯାଇଥିଲେ ଯେ ସେମାନେ ପରସ୍ପରକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ଦେଖୁନାହାନ୍ତି କେମିତି ସୁନ୍ଦର ଭାବରେ ନାଚୁଛନ୍ତି। ତେଣୁ ସମସ୍ତେ ଆସି ସନ୍ଧ୍ୟା ସମୟରେ ଆମ ଘରେ ଖାଲି କପେ କପେ ଚାହା ପିଇ ଫେରିଗଲେ। ଯେତେ ଅନୁନୟ କଲେ ବି ସେମାନେ ରହିଲେ ନାହିଁ। ସତ କଥା ବି, ଯେତେବେଳେ ଯାହାର କାମର ଜଞ୍ଜାଳ ଥାଏ ସେ କ'ଣ ଆଉ କେଉଁଠି ରହିପାରେ? ସେମାନେ ସମସ୍ତେ ଫେରିଗଲେ। ଏଇ ଦୁଇ ଝିଅ ହିଁ ଆମ ପାଇଁ ମା ଚର୍ଚ୍ଚିକାଙ୍କର ଦାନ। ସେମାନଙ୍କୁ ମା ଚର୍ଚ୍ଚିକା ନିଶ୍ଚିତ ଭାବରେ ଆଶୀର୍ବାଦ କରି ସୁମଣିଷ କରିବେ। ଆପଣମାନଙ୍କର ସ୍ନେହ, ଶୁଭେଚ୍ଛା, ଆଶୀର୍ବାଦ ବି ଏଇ ଦୁଇ ଝିଅଙ୍କ ପ୍ରତି ନିଶ୍ଚୟ ରହିବ। ସେତିକି ମୋର ଆଜିର ଦିନରେ ଅନୁରୋଧ। ଏ ଭିତରେ ବହୁତ ଜଞ୍ଜାଳ, ବହୁତ କିଛି ଘଟି ଚାଲିଛି, ବହୁତ କଥା କହିବାକୁ ବାକି ରହିଯାଇଛି। ଆଜି ସେଇଥିପାଇଁ ମନ ଦୃଢ଼ କଲି, ଯେତେ ହାଲିଆ ଲାଗୁ, ଭଲ ହଉ କି ମନ୍ଦ ହଉ, ଆଜିର କଥା ଆଜି କହିବି। ଆଉ ଜୀବନରେ ଗୋଟେ ଶିକ୍ଷା ନେଉଛି, ଯେଉଁ ଦିନର କଥା ସେଇ ଦିନ ହିଁ କହିବି। ରହିଗଲା ମାନେ ସବୁ ବାକି ପଡ଼ିଯାଉଛି। ଏହା ଭିତରେ ମୁଁ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଛି, ଛୁଆଙ୍କୁ ନେଇ କଟକରେ ଦାନ୍ତ ଡାକ୍ତରଙ୍କୁ ଦେଖେଇଛି, କିନ୍ତୁ ସେ ସବୁ କଥା ଆପଣମାନଙ୍କୁ କହିବି ହୋଇ ରହିଯାଇଛି। ଆଜିର ନିଷ୍ପତ୍ତି ଯେ ଯେଉଁ ଦିନର କାମ ସେଇ ଦିନରେ କରିବି, ସେଇ କଥାକୁ ରଖିବାକୁ ଯାଇ ଆଜିର ଭିଡ଼ିଓ ଆଜି ଆପଣମାନଙ୍କୁ କଲି। ଆଜି ମୋ ମନରେ ବହୁତ ଖୁସି, ବହୁତ ଆନନ୍ଦ ଆଉ ବହୁତ ଦୁଃଖ ବି ଭରିଗଲା। ସବୁ ସେଇ ମାଆର ଇଚ୍ଛା। ହୁଏତ ଆପଣମାନଙ୍କ ପାଖରେ
ମୋର କିଛି କଥା ଅବୋଧ୍ୟ ରହିଯିବ। ହଁ, ସବୁ କଥା ମନ ଖୋଲି କହି ହୁଏ ନାହିଁ, କିନ୍ତୁ ଆପଣମାନଙ୍କର ଏଇଭଳି ସ୍ନେହ, ଶୁଭେଚ୍ଛା ଆଉ ଆନ୍ତରିକତା ପାଇଲେ ମୁଁ ନିଶ୍ଚୟ ଏ ଦୁନିଆରେ ଖୁସିରେ ବଞ୍ଚିଥିବି। ଭଗବାନ ମୋତେ ଅନେକ କିଛି ଦେଲେଣି, ଅନେକ ଖୁସିରେ ମୁଁ ମୋ ଜୀବନ କାଟି ଚାଲିଛି। ଆଉ ଆଗକୁ କ'ଣ ଅଛି ମୁଁ ଜାଣେନି, ତଥାପି ସବୁବେଳେ ସମସ୍ତଙ୍କର ସ୍ନେହ, ଶୁଭେଚ୍ଛା, ଆନ୍ତରିକତାକୁ ନେଇ ମୁଁ ବଞ୍ଚି ଚାଲିଥିବି। ତା ଭିତରେ ଯଦି ମୋର କିଛି ଭୁଲ ଥିବ, କାହା ଦ୍ୱାରା ମୁଁ ଯଦି ଅପମାନିତ ହେଉଥିବି, ମା ନିଶ୍ଚୟ ମୋତେ ସଦ୍ବୁଦ୍ଧି ଦେବେ, ମୋ ଭୁଲ ମୁଁ ସୁଧାରିବି। କିନ୍ତୁ ବିନା ଦୋଷରେ ଯଦି ମୁଁ କାହା ଦ୍ୱାରା ଅପମାନିତ ହେଉଥିବି, ମା ନିଶ୍ଚୟ ତାଙ୍କୁ ସୁଧାରିବା ପାଇଁ ବି ସୁଯୋଗଟିଏ ଦେବେ। ଏଇ ବିଶ୍ୱାସ ମୁଁ ଚିରଦିନ ରଖିଛି। ସେଇ ବିଶ୍ୱାସ ରଖିକି ମୁଁ 60 ପୁରି 62 ବର୍ଷରେ ପଦାର୍ପଣ କଲିଣି। ଆଜି କ'ଣ ମୁଁ ସେ ବିଶ୍ୱାସ ହାରିଦେବି? ସଂସାର ଭିତରେ ସ୍ନେହ, ମମତା, ଭର୍ତ୍ସନା, ମାନ, ଅଭିମାନ, ଦୁର୍ବ୍ୟବହାର ଯାହା ମିଳିବ ତାକୁ ସବୁ ସାଉଁଟି ମୋ ସବୁ ପ୍ରିୟଜନକୁ ସବୁବେଳେ ଆଶୀର୍ବାଦ ହିଁ କରିବି। ମୋତେ ସବୁବେଳେ ମା ଏତିକି ସଦ୍ବୁଦ୍ଧି ଦିଅନ୍ତୁ। ଆପଣମାନଙ୍କୁ ଆଉ କ'ଣ କହିବି? ଆପଣମାନେ ତ ମୋ ଜୀବନ ଯାତ୍ରାପଥର ଅନ୍ତରଙ୍ଗ ସବୁବେଳେ। ଆଉ ମୋ ବଞ୍ଚିବାର ଆନନ୍ଦ। ଆଜି ଦିନଟି ଏମିତି କଟିଗଲା। ସମସ୍ତେ